1941 ମସିହା ଜାନୁଆରୀ 17 ତାରିଖ କଲିକତାର ଏଲଗିନ୍ ରୋଡରେ ଥିବା ଏକ ଘରକୁ ଚାରିପଟୁ ବ୍ରିଟିଶ ପୋଲିସ ଘେରି ରହିଛି। ଭିତରେ ଭାରତର ସେହି ସିଂହ ଶୋଇଛି ଯାହାକୁ ଗିରଫ କରିବା ପାଇଁ ଲଣ୍ଡନରୁ ଅର୍ଡର ଆସିଛି। କିନ୍ତୁ ସକାଳ ହେଲା ବେଳକୁ ପୋଲିସ ଆଶ୍ଚର୍ଯ୍ୟ, ପକ୍ଷୀ ଉଡ଼ିଯାଇଛି। ଗୋଟିଏ ପଟେ ଦୁନିଆ ଦ୍ୱିତୀୟ ବିଶ୍ୱଯୁଦ୍ଧର ନିଆଁରେ ଜଳୁଥିଲା, ଆଉ ଅନ୍ୟପଟେ ଜଣେ ଭାରତୀୟ ନେତା ଛଦ୍ମ ବେଶ ଧରି ହଜାର ହଜାର କିଲୋମିଟର ଦୂର ଜର୍ମାନୀରେ ପହଞ୍ଚିବାକୁ ବାହାରିଥିଲେ। ବ୍ରିଟିଶ ସରକାର ଭାବୁଥିଲେ ସେମାନେ ଜଣେ ବିଦ୍ରୋହୀକୁ ଖୋଜୁଛନ୍ତି, କିନ୍ତୁ ସେମାନେ ଜାଣିନଥିଲେ ଯେ ସେହି ବ୍ୟକ୍ତି ଜଣକ ଖୁବ୍ ଶୀଘ୍ର ଭାରତର ପ୍ରଥମ ସଶସ୍ତ୍ର ସେନା ଆଜାଦ ହିନ୍ଦ ଫୌଜ ଗଠନ କରିବାକୁ ଯାଉଛନ୍ତି। କିଏ ଥିଲେ ସେହି ବ୍ୟକ୍ତି, କେମିତି ସେ ହିଟଲରଙ୍କ ଆଖିରେ ଆଖି ମିଶାଇ କଥା ହୋଇଥିଲେ ଏବଂ କାହିଁକି ଆଜି ବି ତାଙ୍କର ମୃତ୍ୟୁ ଏକ ରହସ୍ୟ। ଆଜି ଆମେ ଜାଣିବା ଭାରତର ପ୍ରକୃତ ଏବଂ ପ୍ରଥମ ସେନାପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସେହି ଅକୁହା କାହାଣୀ। ସୁଭାଷ ବୋଷ କଟକର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ଇଚ୍ଛା ରଖିବାକୁ ଯାଇ ସେ ଇଣ୍ଡିଆନ୍ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ଏବଂ ସେଥିରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଯାହାଙ୍କ ରକ୍ତରେ ସ୍ୱାଧୀନତାର ଶକ୍ତି ଦୌଡ଼ୁଥିଲା, ସେ ସେହି ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରି କେମିତି କରିଥାନ୍ତେ। ସେ ଚାକିରି ଛାଡ଼ିଲେ ଏବଂ ରାଜନୀତିରେ ପ୍ରବେଶ କଲେ। ନେତାଜୀ 2 ଥର କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ, କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ସହ ତାଙ୍କର ବିଚାର ମିଶୁନଥିଲା। ସେ କହିଥିଲେ ସ୍ୱାଧୀନତା ମାଗିଲେ ମିଳେନି, ଏହାକୁ ଛଡ଼ାଇ ଆଣିବାକୁ ପଡ଼ିଥାଏ। ଏହାପରେ 1941 ମସିହା ଥିଲା ସେହି ସମୟ ଯେତେବେଳେ ବ୍ରିଟିଶ ସରକାର ତାଙ୍କୁ ଗୃହବନ୍ଦୀ କରି ରଖିଥିଲେ। କିନ୍ତୁ ଜଣେ ପଠାଣ ବେଶ ଧରି ସେ ପୋଲିସ ଆଖିରେ ଧୂଳି ଦେଇ ଆଫଗାନିସ୍ତାନ ଦେଇ ରୁଷିଆ ଏବଂ ପରେ ଜର୍ମାନୀରେ ପହଞ୍ଚିଥିଲେ। ଜର୍ମାନୀରେ ନେତାଜୀ ହିଟଲରଙ୍କୁ ସାକ୍ଷାତ କରିଥିଲେ ଏବଂ ସେଠାରେ ବନ୍ଦୀ ଥିବା ଭାରତୀୟ ସୈନ୍ୟମାନଙ୍କୁ ଏକାଠି କରି ଫ୍ରି ଇଣ୍ଡିଆ ଲିଜିୟନ ଗଠନ କଲେ। ସେଠାରେ ହିଁ ତାଙ୍କୁ ପ୍ରଥମ ଥର ପାଇଁ ନେତାଜୀ ସମ୍ବୋଧନ କରାଯାଇଥିଲା। କିନ୍ତୁ ଯେତେବେଳେ ସେ ଦେଖିଲେ ଯେ ହିଟଲରଙ୍କ ଲକ୍ଷ୍ୟ ଅଲଗା, ସେ ସିଧାସଳଖ କୌଣସି ସାମରିକ ଶକ୍ତି ଯୋଗାଇ ପାରିବେ ନାହିଁ, ସେତେବେଳେ ସେ ଆଉ ନିଜ ସ୍ୱାର୍ଥ ପାଇଁ ସାଲିସ ନକରି ଏକ ସବମରିନ ଯୋଗେ ଜାପାନ ଅଭିମୁଖେ ବାହାରି ଯାଇଥିଲେ, ଯାହା ଇତିହାସର ସବୁଠାରୁ ବିପଜ୍ଜନକ ଯାତ୍ରା ଥିଲା। ଜାପାନରେ ପହଞ୍ଚି ସେ ରାସବିହାରୀ ବୋଷଙ୍କ ସହାୟତାରେ ଇଣ୍ଡିଆନ୍ ନ୍ୟାସନାଲ ଆର୍ମିକୁ ସମ୍ଭାଳିଥିଲେ ଏବଂ ସେଠାରେ ଜାପାନର ପ୍ରାଇମ ମିନିଷ୍ଟର ନେତାଜୀଙ୍କର ଡିଟରମିନେସନକୁ ଦେଖି ଏତେ ପ୍ରଭାବିତ ହୋଇଥିଲେ ଯେ ଭାରତର ସ୍ୱାଧୀନତା ପାଇଁ ଜାପାନର ଅନକଣ୍ଡିସନାଲ ସମର୍ଥନ ରହିଛି ବୋଲି ସର୍ବସାଧାରଣରେ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ସେ 40,000ରୁ ଅଧିକ ଇଣ୍ଡିଆନ୍ ନ୍ୟାସନାଲ ଆର୍ମିର ଯବାନମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଆଉ ସେ ଗର୍ଜନ କରି କହିଥିଲେ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ସାରା ଦୁନିଆର ଭାରତୀୟମାନେ ନେତାଜୀଙ୍କର ଗୋଟିଏ ଡାକରାରେ ନିଜ ସମ୍ପତ୍ତି ଏବଂ ଜୀବନ ଦାନ କରିବାକୁ ବାହାରି ଆସିଥିଲେ। ଏହାପରେ ଆଜାଦ ହିନ୍ଦ ଫୌଜ ବ୍ରିଟିଶ ସେନାକୁ ଭାରତୀୟ ସୀମାରେ ଟକ୍କର ଦେଇଥିଲା, କିନ୍ତୁ ଏଥିରେ ମୁଖ୍ୟତଃ ଲଜିଷ୍ଟିକ ସହାୟତାରେ ବିଫଳତା ଏବଂ ମୁଖ୍ୟ ସହଯୋଗୀ ଜାପାନର ଆତ୍ମସମର୍ପଣ ଯୋଗୁଁ ଆଜାଦ ହିନ୍ଦ ଫୌଜ ତାର ଉଦ୍ଦେଶ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଏହାପରେ 18 ଅଗଷ୍ଟ 1945 ତାଇୱାନର ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିବା କୁହାଯାଏ। କିନ୍ତୁ ଆଜି ବି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ନେତାଜୀଙ୍କର ସେହି ଦୁର୍ଘଟଣାରେ ମୃତ୍ୟୁ ହୋଇନଥିଲା। ଏହାପରେ ଅନେକ ଥିଓରି ସାମ୍ନାକୁ ଆସିଥିଲା। ଯେମିତି କେହି କହିଥିଲେ ଯେ ସେ ଗୁମନାମୀ ବାବା ହୋଇ ରହିଥିଲେ, ତ କେହି ତାଙ୍କୁ ରୁଷିଆରେ ବନ୍ଦୀ କରି ରଖାଯାଇଛି ବୋଲି କହିଥିଲେ। କିନ୍ତୁ ଗୋଟେ କଥା ସତ୍ୟ, ନେତାଜୀଙ୍କର ସେହି ସଂଘର୍ଷ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆ ହଲାଇ ଦେଇଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲିମେଟ ଆଟଲି ନିଜେ ସ୍ୱୀକାର କରିଥିଲେ ଯେ ଭାରତ ଛାଡ଼ିବା ପଛରେ ସବୁଠାରୁ ବଡ଼ କାରଣ ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଇଣ୍ଡିଆନ୍ ନ୍ୟାସନାଲ ଆର୍ମି। ନେତାଜୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ବିଚାରଧାରା, ଯିଏ ଆମକୁ ଶିଖାଇଥିଲେ ନିଜ ହକ୍ ପାଇଁ ଲଢ଼ିବାକୁ ପଡ଼ିଥାଏ।